ନମସ୍କାର। ଆସନ୍ତୁ ଆରମ୍ଭ କରିବା ଆଜିର ଏହି ସୁନ୍ଦର ଭିଡ଼ିଓଟି। ବିଶ୍ୱକର୍ମା ପୂଜା। ବିଶ୍ୱକର୍ମା ପୂଜା 2025 କେଉଁ ଦିନ ପାଳନ କରାଯିବ? ଶୁଭ ସମୟ ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ସନାତନ ଧର୍ମରେ ବିଶ୍ୱକର୍ମା ପୂଜାର ଏକ ବିଶେଷ ମହତ୍ତ୍ୱ ଅଛି। ଏହି ପର୍ବ ସମ୍ପୂର୍ଣ୍ଣ ଭାବରେ କାରିଗର ବିଶ୍ୱକର୍ମାକୁ ସମର୍ପିତ। ଏହି ପବିତ୍ର ଅବସରରେ କାରିଗର ବିଶ୍ୱକର୍ମାଜୀଙ୍କୁ ପୂଜା କରାଯାଏ। ଦେଶର ଅନେକ ରାଜ୍ୟରେ ବିଶ୍ୱକର୍ମା ପୂଜା ମହା ଆଡମ୍ବରରେ ପାଳିତ ହୁଏ। ଧାର୍ମିକ ବିଶ୍ୱାସ ଅଛି ଯେ କାରିଗର ବିଶ୍ୱକର୍ମାଜୀଙ୍କୁ ପୂଜା କରିବା ଦ୍ୱାରା ସୁଖ ଏବଂ ସୌଭାଗ୍ୟ ବୃଦ୍ଧି ପାଏ। ଏହା ସହିତ ବିଶ୍ୱକର୍ମାଜୀଙ୍କ ଆଶୀର୍ବାଦ ସହିତ ଜୀବନରେ ସମସ୍ତ ପ୍ରକାରର ସୁଖ ପ୍ରାପ୍ତ ହୁଏ। ଆସନ୍ତୁ ଜାଣିବା ବିଶ୍ୱକର୍ମା ପୂଜାର ସଠିକ୍ ତାରିଖ ଏବଂ ଶୁଭ ସମୟ। କନ୍ୟା ସଂକ୍ରାନ୍ତି ବିଶ୍ୱକର୍ମା ପୂଜା 2025। ଆତ୍ମାର କାରକ ସୂର୍ଯ୍ୟ ଦେବତା ସେପ୍ଟେମ୍ବର 17 ତାରିଖ ଦିନ 1:54 ସିଂହ ରାଶିରୁ କନ୍ୟା ରାଶିକୁ ଗମନ କରିବେ। ସନାତନ ଧର୍ମରେ ଉଦୟ ତିଥିକୁ ବିବେଚନା କରାଯାଏ। ଏଥିପାଇଁ ସେପ୍ଟେମ୍ବର 17 ତାରିଖରେ ବିଶ୍ୱକର୍ମା ପୂଜା ପାଳନ କରାଯିବ। କନ୍ୟା ସଂକ୍ରାନ୍ତି ଶୁଭ ମୁହୂର୍ତ୍ତ। ପଞ୍ଚାଙ୍ଗ ଅନୁଯାୟୀ କନ୍ୟା ସଂକ୍ରାନ୍ତି ତିଥିର ପୁଣ୍ୟକାଳ ସକାଳ 5:36 ରୁ 11:44 ମଧ୍ୟରେ ଅଛି, ଯେତେବେଳେ କି ମହାପୁଣ୍ୟ କାଳ ସକାଳ 5:36 ରୁ 7:39 ପର୍ଯ୍ୟନ୍ତ। ସାଧକମାନେ ପୁଣ୍ୟକାଳ ସମୟରେ ସ୍ନାନ କରି ଧ୍ୟାନ କରି ଦାନ କରିପାରିବେ। ଆହୁରି ମଧ୍ୟ ମହାପୁଣ୍ୟ କାଳ ସମୟରେ ଦାନ କରାଯାଇ ପାରିବ। କନ୍ୟା ସଂକ୍ରାନ୍ତି ଦିନ ମହାପୁଣ୍ୟ କାଳ 2 ଘଣ୍ଟା 3 ମିନିଟ୍ ଅଟେ। ବିଶ୍ୱକର୍ମା ପୂଜା ଶୁଭ ମୁହୂର୍ତ୍ତ। ଆଶ୍ୱିନ ମାସର କୃଷ୍ଣ ପକ୍ଷର ଏକାଦଶୀ ତିଥି 17 ସେପ୍ଟେମ୍ବର ସକାଳ 12:21 ଆରମ୍ଭ ହେବ, ଯେତେବେଳେ କି ଏହା 17 ସେପ୍ଟେମ୍ବର ଦିନ 11:39 ଶେଷ ହେବ। ସାଧକମାନେ ସେମାନଙ୍କ ସୁବିଧା ସମୟରେ ସ୍ନାନ କରି ଧ୍ୟାନ କରି ବିଶ୍ୱକର୍ମାଜୀଙ୍କୁ ପୂଜା କରିପାରିବେ। ସୂର୍ଯ୍ୟୋଦୟ ସମୟ ସକାଳ 6:07। ସୂର୍ଯ୍ୟାସ୍ତ ସମୟ ସନ୍ଧ୍ୟା 6:24। ବ୍ରହ୍ମ ମୁହୂର୍ତ୍ତ ଭୋର 4:33 ରୁ 5:20। ବିଜୟ ମୁହୂର୍ତ୍ତ 2:18 ରୁ 3:07। ଗୋଧୂଳି ମୁହୂର୍ତ୍ତ 6:24 ରୁ 6:47। ନିଶିତ ମୁହୂର୍ତ୍ତ ରାତି 11:52 ରୁ 12:39 ପର୍ଯ୍ୟନ୍ତ। ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳ ଦେବତା। ପୁରାତନ ମତେ ସେ ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ। ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ। ଚତୁର୍ଭୁଜ ବିଶ୍ୱକର୍ମା ବାମ ଉପର ହାତରେ ପଟାଳି ଓ ବାମ ତଳ ହାତରେ ମାତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହୋଇଥାନ୍ତି। ଦିବ୍ୟ ବସ୍ତ୍ର ପରିହିତ, ଗଳାରେ ରତ୍ନହାର, ଅନୁପମ ରତ୍ନ ଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ। ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ। ଅତ୍ୟନ୍ତ ସୁନ୍ଦର, ତେଜସ୍ୱୀ, କାମଦେବଙ୍କ ପରି କାନ୍ତିମାନ ଅଟନ୍ତି। ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ। ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ। ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କ ଦ୍ୱାରା ନିର୍ମିତ। ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ। ମଣିଷର କାର୍ଯ୍ୟ ପାର୍ଥକ୍ୟରେ ଯେପରି ଜାତିର ସୃଷ୍ଟି, ସେହିପରି ଭଗବାନଙ୍କୁ ନାନା ରୂପରେ କଳ୍ପନା କରାଯାଇଛି। ଯେତେବେଳେ ସୃଷ୍ଟି କରନ୍ତି ସେତେବେଳେ ସେ ବ୍ରହ୍ମା, ଯେତେବେଳେ ପାଳନ କରନ୍ତି ସେତେବେଳେ ବିଷ୍ଣୁ, ଯେତେବେଳେ ସଂହାର କରନ୍ତି ସେତେବେଳେ ସେ ରୁଦ୍ର, ସେହିପରି ସେ ଯେତେବେଳେ ଶିଳ୍ପୀ ସେତେବେଳେ ସେ ବିଶ୍ୱକର୍ମା ବୋଲି ପରିଚିତ ହୁଅନ୍ତି। ଆଜି ପାଇଁ ଭିଡ଼ିଓଟି ଏତିକି। ପୁଣି ଦେଖା ହବ ଆଉ ଗୋଟେ ସୁନ୍ଦର ଭିଡ଼ିଓରେ। ଥ୍ୟାଙ୍କ୍ସ ଫର ୱାଚିଂ।